ସକାଳୁ ସକାଳୁ ମୁଁ ଯେତେବେଳେ ଖରା ବାରିକି ଆସି ଦେଖେ ତ ବୋଉ ତାର ସବୁଯାକ ସୋରିଷ ଖରା ବାରି ଖେଳେଇ ପକେଇଛି ଆଉ ମା ତାକୁ କୁଦି ଲାଗି ଚାଲିଛି। କି ସିନା ବତାରେ କି ବାଉଁଶରେ ତାକୁ ବାଡେଇ ଚାଲିଥାଏ କିନ୍ତୁ ଇଏ ତାର ଗୋଡରେ କୁଦି ଚାଲିଛି। ଗୋଡରେ ଏମିତି କେତେ ଝଡିବ ଯେ ସେ ତାର ଗୋଡରେ ତାକୁ ଦଳି ଚାଲିଛି। ସେ କଥା ଛାଡ, ମୁଁ ଏଠି ପଳେଇ ଆସିଥିଲି ଗାଧେଇବାକୁ କାହିଁକି ନା ମତେ ଲାଗୁଥିଲା ବହୁତ ଜୋର ଗରମ। ଗାଧେଇବା ପୂର୍ବରୁ ମୁଁ ଦେଖିଦେଇଥିଲି ଏଠି କୋଳି ଶୁଖିଆ ହଉଛି, ଯୋଉଟା କି ଶୁଖିଆ ହେଲା ପରେ ଆଚାର ହବ। କୋଳି ସାମ୍ନାରେ ଥୁଆ ହେଇଥିବ ଆଉ ପାଟିରେ ଗୋଟେ ପଡିବନି, ଏମିତି କେମିତି ହେଇପାରିବ? ଆଉ ମୁଁ 3-4ଟା କୋଳି ଏକାଥରେ ପାଟିରେ ପକେଇ ପଳେଇ ଆସିଥିଲି ଗାଧେଇବାକୁ। ଗାଧେଇ ସାରି ମୁଁ ବସିଥିଲି ଘରେ, ଆଉ ବୋଉ ମତେ କହିଲେ ଚାଲ ଯିବା ବାରିକି ଟିକେ କାମ ଅଛି। ବାରିକି ଆସି ଦେଖେ ତ ବୋଉ ଆଉ ମାମା ଅଲରେଡି ସବୁ ଯାକ କାମ ସାରି ସାରିଲେଣି। ଆକ୍ଚୁଆଲି କାମଟା ହଉଛି ଆମର ଯୋଉ ବିନ୍ ଲାଗିଥିଲା ସେ ବିନ୍ ଗଛ ମଝିରେ ଆମର ସବୁ କୋଶଳା ଉଠିଥିଲା, ଆଉ ମୁଁ ଆସି ସବୁ କୋଶଳା ତକ ସବୁ ଉପାଡ଼ିଥାନ୍ତି। ଯେହେତୁ ମୋର ଟିକେ ଲେଟ୍ ହେଇଗଲା, ବୋଉର ମାମାର 2 ଜଣ ଆସି ମୁଁ ଉପାଡ଼ି ଦେଇଥିଲି। ବାରିକି ଆସିଲା ବେଳେ ମୁଁ ଆଣିକି ଟିପୁକୁ ବାନ୍ଧି ଦେଇଥିଲି ଗୋଟେ ବାଉଁଶରେ, ଆଉ ସିଏ ଏଠି କୋହ ଖୋଳି ସାରିଲା। ଏମିତି ଖୋଳି ଖୋଳି ଆଖିରେ ବାଲି ପୁରେଇ ଆଖିଟାକୁ ନଷ୍ଟ କରିଦେଇଥିଲା। ଆଜି ପୁଣି ସେ ଖୋଳୁଛି। ଖୋଳି ଖୋଳି ଯେମିତି ହାଲିଆ ହେଇଗଲା ସେମିତି ଆସି ଶୋଇ ପଇଲା। ସେ କଥା ଛାଡ, ରାତିରେ ଆମ ଗାଁରେ ଜଣେ ଦାଦାଙ୍କର ରିସେପସନ ହଉଥିଲା, ତ ଆମେ ଚିକୁ ଦାଦା, ମୁଁ, ସୁନିଲ 3 ଜଣ ମିଶି ଆମେ ଭୋଜି ଖାଇବାକୁ ପଳେଇଥିଲୁ। ବାଟରେ ଗଲା ଟାଇମରେ ଆମର ଗୋଟିଏ କଥା ପଡିଥିଲା କି ସୁନିଲ ତୁ କେବେ ଭୋଜି ଦବୁ? ଆଉ ସେ ବି ହସି ହସି କହିଥିଲା ହଁ ଦବା। ଆଉ ଗାଇସ୍, ଇଏ ହଉଛି ଆମ ନାଣ୍ଡି, ଯେ କି ଯେମିତି ଦେଖିଲେ ମୁଁ ବ୍ଲଗ ଷ୍ଟାର୍ଟ କରୁଛି ସେମିତି ଟିକେ ହାଇ କରିଦେଲା। ଆମର ତ ରିସେପସନରେ କିଛି ମତଲବ ହିଁ ନାହିଁ, ତ ସେଥିପାଇଁ ଆମେ ପଳେଇଲୁ ଖାଇବାକୁ।